ରାଧେ ରାଧେ। କୋଷ୍ଠକାଠିନ୍ୟ କ'ଣ? ମଳତ୍ୟାଗରେ ଅସୁବିଧା, କଠିନ ପରିସ୍ଥିତି ଏବଂ ଅନିୟମିତ। କ'ଣ କରିବେ? ଖାଦ୍ୟ ପରାମର୍ଶ। ଫାଇବରଯୁକ୍ତ ଖାଦ୍ୟ ଗ୍ରହଣ ବୃଦ୍ଧି କରନ୍ତୁ। ଫଳ, ପନିପରିବା ଏବଂ ଶସ୍ୟ ଭଳି ଖାଦ୍ୟ ସାମିଲ କରନ୍ତୁ। ଡିହାଇଡ୍ରେସନ୍ ଏଡ଼ାଇବା ପାଇଁ ଏବଂ ଦିନସାରା ହାଇଡ୍ରେଟ୍ ରହିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ପ୍ରଚୁର ପାଣି କିମ୍ବା ଜୁସ୍ ଏବଂ ସୁପ୍ ଭଳି ଅନ୍ୟାନ୍ୟ ତରଳ ପଦାର୍ଥ ନିଅନ୍ତୁ। ପ୍ରକ୍ରିୟାକୃତ ଖାଦ୍ୟ ଏବଂ ଭାରୀ ଖାଦ୍ୟ ପରିତ୍ୟାଗ କରନ୍ତୁ। କ୍ଷୀର ଜାତୀୟ ଦ୍ରବ୍ୟ, ତେଲିଆ ଖାଦ୍ୟ ଏବଂ ଅଧିକ ଲୁଣ ଥିବା ଖାଦ୍ୟ ଖାଇବା କମ୍ କରନ୍ତୁ। ଚା ଏବଂ କଫି ସେବନ କମ୍ କରନ୍ତୁ। ଏଗୁଡ଼ିକ ନିର୍ଜଳନର କାରଣ ହୋଇପାରେ। ଜୀବନଶୈଳୀରେ ପରିବର୍ତ୍ତନ। ମଳତ୍ୟାଗ କରିବାର ଇଚ୍ଛାକୁ ଦମନ କରନ୍ତୁ ନାହିଁ। ଯେତେବେଳେ ତୁମେ ମଳତ୍ୟାଗ କରିବାକୁ ଇଚ୍ଛା କରୁଛ କିମ୍ବା ଆବଶ୍ୟକତା ଅନୁଭବ କରୁଛ, ତେବେ ଅପେକ୍ଷା ନ କରି ତୁରନ୍ତ ଯାଅ। ଚାପ ପରିଚାଳନା କମ୍ କରନ୍ତୁ। ଚାପ କମାଇବା ପାଇଁ ଆରାମ କରିବାର କୌଶଳ ବ୍ୟବହାର କରନ୍ତୁ। ନିୟମିତ ଦିନଚର୍ଯ୍ୟା ଅନୁସରଣ କରନ୍ତୁ। ଆୟୁର୍ବେଦ ଅନୁସାରେ ବର୍ଷା ଋତୁରେ ଦିନରେ ଶୋଇବା ପରିତ୍ୟାଗ କରନ୍ତୁ, କାରଣ ଏହା ପାଚନ ଶକ୍ତିକୁ ଦୁର୍ବଳ କରିପାରେ ଏବଂ କୋଷ୍ଠକାଠିନ୍ୟ ବୃଦ୍ଧି କରିପାରେ। ଘରୋଇ ଉପଚାର। ଫାଇବରଯୁକ୍ତ ଖାଦ୍ୟ ବୃଦ୍ଧି କରନ୍ତୁ। ଫଳ, ପନିପରିବା ଏବଂ ଶସ୍ୟ ଭଳି ଖାଦ୍ୟ ସାମିଲ କରନ୍ତୁ। ଅମୃତଭଣ୍ଡା। ଅମୃତଭଣ୍ଡା ଅନ୍ତର୍ନଳୀକୁ ସନ୍ତୁଳିତ କରିଥାଏ, ମଳକୁ ନରମ କରିଥାଏ। ଏହାକୁ ଖାଦ୍ୟରେ କିମ୍ବା ଶୋଇବା ପୂର୍ବରୁ ଖାଇ ହେବ। ମହୁ ଏବଂ ଲେମ୍ବୁ। ଉଷୁମ ପାଣି ସହିତ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଲାଭଦାୟକ। ସକାଳେ ଖାଲି ପେଟରେ ମହୁ ଖାଇବା ମଧ୍ୟ ଲାଭଦାୟକ। ପିଜୁଳି। କଳା ଲୁଣ ସହିତ ପିଜୁଳି ଖାଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହୁଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ। ପାନମହୁରି କିମ୍ବା ଅଦା। ପାନମହୁରି ବିହନ ଏବଂ ଅଦା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିପାରେ। ଏଗୁଡ଼ିକ ଲାଭଦାୟକ ଏବଂ ଆସିଡିଟି, ପେଟ ଯନ୍ତ୍ରଣା ଇତ୍ୟାଦିରୁ ମୁକ୍ତି ଦେଇପାରେ। ବ୍ୟାୟାମ। ନିୟମିତ ଶାରୀରିକ କାର୍ଯ୍ୟକଳାପ କୋଷ୍ଠକାଠିନ୍ୟକୁ କମ୍ କରିବାରେ ସାହାଯ୍ୟ କରିପାରେ। ବଜ୍ର ଆସନ। ଖାଦ୍ୟ ଖାଇବା ପରେ ବଜ୍ର ଆସନରେ ବସିବା କୋଷ୍ଠକାଠିନ୍ୟରୁ ଲାଭଦାୟକ ହୋଇପାରେ। ପ୍ରାଣାୟାମ। ଓଲମ ବିଲୋମ ପରି ପ୍ରାଣାୟାମ କରିବା ଦ୍ୱାରା ଅନ୍ତର୍ନଳୀର କାର୍ଯ୍ୟକଳାପକୁ ଉନ୍ନତ କରିଥାଏ। ଚାପ ପରିଚାଳନା ଏବଂ କିଛି ଆୟୁର୍ବେଦିକ ଉପଚାର ମଧ୍ୟ ଲାଭଦାୟକ ହୋଇପାରେ। ଦର୍ଶକ ବନ୍ଧୁ, ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଏମିତି ଆହୁରି କିଛି କଥା ଜାଣିବା ପାଇଁ ଆମ ସହିତ ଜଡ଼ିତ ରୁହନ୍ତୁ। ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରନ୍ତୁ। ରାଧେ ରାଧେ।